ଆରେ ଏଠି କ'ଣ କରୁଛୁ କ'ଣ ତୁ ତମ ଗାଧେବୁ ନା ସାମ୍ପୁ ପାଣି କ'ଣ ହବ ଏଇନା ଫେଣ ହଉନି କି ସାମ୍ପୁ ଆଣିଛୁ କ'ଣ ଫେଣ ହଉନି ଭଲ ଚପ୍ 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 କରୁଛୁ ଫେଣ ସେ ହବ ଅଳ୍ପ ପାଣିରେ ଫେଣ କରି ପାଣି ପକେଇଥିଲି ବହୁତ ପାଣି ପକେଇଥିଲି ତ ହବ ବି ତୋର ମାନେ ହଁ ଚାଲ ଦେଖିବା ମନ୍ଦାର ଗଛ ଆଣିଥିଲୁ ଲଗେଇଥିଲୁ ପୋକ ଲାଗିଯାଇଛି ତ ଦେଖିବା ଆଶା ତାଙ୍କୁ ଦେଉଛନ୍ତି ସେ ସାମ୍ପୁଟା ଦେଲେ ଭଲ ହେଇଯିବ ବୋଲି ଆଶା ନହେଲେ ମେଡ଼ିସିନ ଲଗେଇବା ଆଉ ଗଛ ପତ୍ରରେ ପତ୍ର ପକା ପତ୍ର ପକା ପତ୍ରରେ ଜାଗା ମିଳୁନି ପୁରା ଧଳା ଧଳା ପୋକ ଲଗେଇଛନ୍ତି ସେ ଗଛଟା ଯଦି ହୃଷ୍ଟପୁଷ୍ଟ ଥିଲା ସେ ଗଛଟା ପୁରା ୱିକ୍ କରିଦେଲା ବଡ଼ ଗୁଡ଼ା ଶୁଖି ଯାଉଛି ପୋକ ସେ ଫୁଲ ଭିତରେ ପୋକ ସାମ୍ପୁ ପାଣି 2-4 ଥର ମାରିଦେଲେ ଆକ୍ଚୁଆଲି ଫେଣ ହବ କ୍ଲିନିଂ ପ୍ଲସ୍ ସାମ୍ପୁଟା ଫେଣ ହବ ଭଲ ଇଏ ନେଇଛି ସନସିଲ୍କ ସାମ୍ପୁ ଏଇଟା ଏଇଠି ଉପରେ ଏଇଠୁ ମାରିଲେ ତଳକୁ ଯିବ ହଁ 2 ଥର ମାରିବାକୁ ପଡ଼ିବ ଥରେ ନାହିଁ 2-4 ଥର ମାରିଲେ ଯିବ ସନସିଲ୍କ ସାମ୍ପୁ ନାହିଁ ସେ କ୍ଲିନିଂ ପ୍ଲସ୍ ସାମ୍ପୁରେ ବଢ଼ିଆ ଯିବ ସେଇପଟ ସାଇଡ୍ ମାରେ ଆଉ ଥରେ ଏବେ ମାରିଲେ କାଲି ଛାଡ଼ି ପରଦିନ ଆଉ ଥରେ ମାରିଲେ ସେ ଛାଁ ପଡ଼ିବ ମାନେ ଗୋଟେ ଗଛ ରହିଲା 4 ଗଛକୁ ମାଡ଼ିଯିବ ଥାଉ ଆମ ଛୋଟିଆ ଗଛ ଦେଖନ୍ତୁ ଲଗେଇଥିଲୁ ବର୍ତ୍ତମାନ ଛୋଟିଆ ଗଛ ଟିକେ ବଡ଼ ହେଇଗଲାଣି ଆଉ ଡେଲି 10-12ଟି ଫୁଲ ଦେଉଛି ଧୀରେ ଧୀରେ ଆଉ ଟିକେ ବଡ଼ ହେଲେ ମିନିମମ୍ 20-25ଟା ଫୁଲ ଦେବ ଆଉ ଆମର ଠାକୁରଙ୍କ ପାଇଁ ଦରକାର ତରାଟ ଫୁଲ କିଛି ଆଉ ମନ୍ଦାର ଫୁଲ କିଛି ହେଲେ ହେବ କିଛି ଏଇ ଆଉ ଗୋଟେ ଫୁଲ ଗଛ ଆମେ ଲଗେଇଥିଲୁ ସେ ଗଛରେ ବଢ଼ିଆ ଫୁଲ ଦେଲାଣି ଛୋଟ ଛୋଟ ଥିଲା ଏବେ ଦେଖନ୍ତୁ ବହୁତ ବଢ଼ିଆ ଫୁଲ ଆଶା ସେ ଫୁଲ ତୋଳିଲାଣି ଆମେ ଦେଖିବା ଚାଲନ୍ତୁ ଏଇଥିରେ ବି ବଢ଼ିଆ ହେଇଛି କଢ଼ ଯେ କିନ୍ତୁ ପୋକ ଲାଗିଯାଇଥିବାରୁ କଢ଼ ଗୁଡ଼ା ଭଲ ହେଉନି ଦେଖିବା ଆଶା ଦେଖନ୍ତୁ ଏଠି କିନ୍ତୁ ଫୁଲ ଗଛ ଏଇଥିରେ ବି ଛୋଟ ଗଛ ଥିଲା ବର୍ତ୍ତମାନ ଗଛ କେଡ଼େ କେଡ଼େ ଫୁଲ ହେଇଗଲାଣି ଦେଖନ୍ତୁ ଗଛ ବି ବଡ଼ ୱାଇଡ୍ ହେଇଗଲାଣି ଆମ ଠାକୁର ପୂଜା ପାଇଁ ବାହାରୁ ଦେଖନ୍ତୁ ଫୁଲର ଯେଉଁ ରେଟ୍ ଆଜିକାଲି 10ଟା ଫୁଲକୁ 20 ଟଙ୍କା କୁସୁମ କିଏ ଆଣିବ 10ଟା ଫୁଲ 20 ଟଙ୍କା ପ୍ରଥମ କଥା ଦ୍ୱିତୀୟ କଥା ଡେଲି ଯାଇକି ସକାଳୁ ଆଣିବ ଫ୍ରେଶ୍ ଫୁଲ ଆଣିବ ବାସି ଫୁଲ ଆଣି ପୂଜା କରିବ ବାସି ଫୁଲ କାହିଁକିନା କଲିକତାରେ ସବୁ କୁସୁମ ଫୁଲ ଆସୁଛି ତମେ ତ ଆଣିବ ଯାଇକି ସେ ବାସି ହେଇଯାଇଥିବ ଆମେ ଏବେ ସାଙ୍ଗେ ନେଲୁ ଆଜି ନେଲୁ ଆକୁ ସେ ଆଉ ଟିକେ ପରେ ଏବେ ପୂଜା ହବ ତେଣୁକରି ଏଥିରୁ ଏତିକି ବାହାରିଗଲା ତରାଟ ଫୁଲ କିଛି ତୋଳା ହେଇଯିବ ପରଟେ ମିନିମମ୍ 10-12ଟି ବାହାରି ଯାଉଛି ତରାଟ ଫୁଲ କିଛି ବାହାରିଗଲେ ଆଉ ଧୀରେ ଧୀରେ ମନ୍ଦାର ଫୁଲ ଆଣିଥିଲୁ ଫୁଟୁଥିଲା ଭଲ ଟିକେ ପୋକ ଲାଗିଗଲା ଯେ ଗଲା ପୋକ ଲାଗିଗଲା ଆଉ ଫୁଲ ଫୁଟୁନି ଏଠି ପୋକ ଲଗେଇଦେଲେ ଆଉ ଏହା ହେଲା କଥା ଆଜିଠାରୁ ଆପଣଙ୍କୁ ଗୋଟେ ସବୁଠାରୁ ଗୋଟେ ଭଲ ଜିନିଷ ଦେଖାହେବ ଫୁଲ ଆଶା ତୋଳି ସାରନ୍ତୁ ମୁଁ କହୁଛି ଯାହା ହଉ ଅଳ୍ପ ଫୁଲ ଆମର ହେଇଗଲା କୁସୁମ ଫୁଲ ଗଛ ଖରା ହେଉଛି ତ କୁସୁମ ଫୁଲ ଗଛ ମରିଗଲାଣି ସବୁ ଦେଖନ୍ତୁ ସବୁ ମରି ଛୋଟ ହେଇଗଲାଣି ଏଇ ଗୋଟେ ଗଛ କିନ୍ତୁ ବଞ୍ଚିଛି କଳ ଫଳ ସେମିତି ଅଳ୍ପ ବହୁତ ଦେଉଛି ଆଉ ତାପରେ ଏତିକି ଫୁଲ ଆଜି ହେଇଗଲା ଯାହା ହଉ ଆଉ ଇଏ ଅଶୋକ ଫୁଲ ତ ଡେଲି ଫୁଟୁଛି ବହୁତ ଫୁଲ ଫୁଟୁଥିଲା ଏବେ ଟିକେ କମିଯାଇଛି ପୁଣି ଫୁଟିବ ସିଏ ଓଦା କଥା ଫୁଲ ଆଚ୍ଛା ଗୋଟେ ବଢ଼ିଆ ଜିନିଷ ଦେଖେଇବି ଖରା ଯେତେ ଜୋର ହେଲେ ବି ଆଉ 2-4ଟା ବଢ଼ିଆ ଜିନିଷ ଅଛି ଆଗକୁ ଆପଣ ନିଶ୍ଚିନ୍ତ ଦେଖିବେ କିନ୍ତୁ ଏବେ ଚାଲନ୍ତୁ ଆଉ ଗୋଟେ ବଢ଼ିଆ ଜିନିଷ ଦେଖେଇବି ଆଗରୁ ଅବଶ୍ୟ ଦେଖେଇଥିଲି କିନ୍ତୁ ଏବେ ହେଉଛି ଲାଟେଷ୍ଟ ମଡେଲ ଆପଣ ଦେଖିବେ ଚାଲନ୍ତୁ ମୁଁ କ୍ୟାମେରା ବୁଲଉଛି ଦେଖିବା ନାଇଁ ଆମର ଏଇଠି ଭୃସଙ୍ଗ ଗଛ ପତ୍ର କେମିତି କାଟି ଦେଇଥିଲି ଡାଳ ଗୁଡ଼ା ସବୁ କେମିତି କଅଁଳିକିରି ସୁନ୍ଦର ଦେଇଛି ଆଉ ଇଏ ଯୋଉ କ'ଣ ହବ ମାନେ ଆକୁ ଭୃସଙ୍ଗ ଛୁଙ୍କ ମାଇଲେ ଦହି ପକାଇଲା ପୁରା ଜମିବ ଆଉ ଏଇଠି ଗୋଟେ ନୂଆ ଗଛ ଦେଖନ୍ତୁ ଆଣିଥିଲି ଆର ଫୁଲ ଫୁଟିଥିଲା ଗୋଟେ ବର୍ତ୍ତମାନ କଢ଼ ହେଇଯାଇଛି କାଲି ଫୁଟିବ ଗୋଟେ ବହୁତ ସୁନ୍ଦର ଫୁଲ ଆଉ ସେ ଭାଉଜ ଆମକୁ ଏଇ ଡାଳ ଖଣ୍ଡେ ଦେଇଥିଲେ ପ୍ରଥମ କଥା ଦ୍ୱିତୀୟ କଥା ଏଇଟାକୁ ଦେଖନ୍ତୁ ଏ ଗଛ ଦେଖନ୍ତୁ ଏଇ ଲେମ୍ବୁ ଗଛ ଆଗରୁ ତ ଦେଖିଥିଲେ ଲେମ୍ବୁ ଫଳିଥିଲା ଏବେ ବି ଲେମ୍ବୁ ଫଳିଛି ୟାର ବାସ୍ନା ଗୋଟେ ସ୍ପେଶାଲ ସ୍ୱତନ୍ତ୍ର ବାସ୍ନା ବହୁତ ଲେମ୍ବୁ ଫଳିଛି ଦେଖନ୍ତୁ ବଡ଼ ବଡ଼ ଲେମ୍ବୁ ହେଇଛି କେତେ ଲେମ୍ବୁ ଉଠି ଫଳିଛି ଆପଣ ଦେଖିପାରୁଥିବେ ୟାର ଆଉ ଗୋଟେ ଜିନିଷ ଅଛି କେତେ କଢ଼ ଦେଇଛି ଆଉ କେତେ ଫୁଲ ହେଇଛି ଦେଖନ୍ତୁ ମୋ ପୁଅ କହୁଛି ଖାଲି ଧଳା ଚାରିଆଡ଼େ ଦେଖନ୍ତୁ ଖାଲି କଢ଼ ଯେ କଢ଼ ସିଂ ହେଇଛି ଭର୍ତ୍ତି ହେଇଛି ଦେଖନ୍ତୁ ଯୋଉ ପଟକୁ ମୁଁ ଦେଖେଇବି ସେପଟେ କଢ଼ ଆଶା ମୁଣ୍ଡ ଖରାପ ହେଇଗଲା ସେପଟେ କଢ଼ ଦେଖିକି ଦେଖନ୍ତୁ ମୁଁ ଦୂରରୁ ଦେଖଉଛି ଦେଖନ୍ତୁ ଏଇଠି ଆଶା ମୁଣ୍ଡ କାମ କରୁନି କଢ଼ ଦେଖିକିରି ସବୁଆଡ଼େ ପ୍ରଚୁର କଢ଼କୁ ଫୁଲ କୋଉ ହିସାବରେ ହବ ଦେଖନ୍ତୁ ଇଏ ମାନେ ପୁଣି ଲେମ୍ବୁ ହବ କଷି ଧରିବ ବିଭିନ୍ନ ପ୍ରକାର ଲେମ୍ବୁ ଇଏ ବଡ଼ ଲେମ୍ବୁ ତା ପାଖକୁ ଇଏ ଟିକେ ଛୋଟ ଇଏ ଆଉ ଟିକେ ଛୋଟ ଇଏ ଛୋଟ ଫେସ୍ ହବ ପ୍ରଚୁର ମାତ୍ରାରେ ଲେମ୍ବୁ ଧରିଛି ଦେଖନ୍ତୁ କେତେ ଫୁଲ ଦେଖୁଛନ୍ତି ନା ନାହିଁ ଦେଖି ଆମେ ତ ଲେମ୍ବୁ ଆର ଇଏ ଲେମ୍ବୁର ଗୋଟେ ସ୍ୱତନ୍ତ୍ର ବାସ୍ନା ଅଛି ଦେଖିଲେ ନା ନାହିଁ ଗୋଟେ ବଢ଼ିଆ ଜିନିଷ ଆଉ ଆପଣ ଦେଖିଥିବେ ଲଗେଇଥିଲି ଇଏ ଗଛ ଲାଉ ଗଛ ଆମେ ଆକ୍ଚୁଆଲି ଲାଉ ଲଗେଇଥିଲି ଯେ ଦେଖନ୍ତୁ ଲାଉ କୋଉ ଜାଗାରେ ମାଡ଼ିଛି ଛିଞ୍ଚ ମାଡ଼ିଛି କ'ଣ ଅସୁବିଧା ହେଲା ଆମେ ଜାଣିପାରିଲୁନୁ କିନ୍ତୁ
ହଁ ଦେଖନ୍ତୁ କୁଆଡେ କୁଆଡେ ମାଡ଼ିଛି କଷି ପ୍ରବଳ ହଉଛି କିନ୍ତୁ କଷି ଶୁଖି କଷି ଯେ ଗଳି ପଡୁଛି ଖରା ପାଇଁ କି କଣ ଜାଣି ହଉନି ମାନେ ମିନିମମ୍ ହଜାର ହଜାର କଷି ଆଧାର ଅଛି କିନ୍ତୁ ସେଟା ବଡ ଫଳି ପାରିଲା ନାହିଁ ଦୁଃଖର ବିଷୟ ବହୁତ ମାଡ଼ିଲା ପରେ ବି ହେଇପାରିଲା କେତେ ମାଟି ପୁରା ସେଠୁ ମାଡ଼ିକିରି ଆସିଛି ଆଉ ଆଶାନୀୟ ଆଜି ଆଉ ଗୋଟେ ଲାଟେଷ୍ଟ ଜିନିଷ ଚାଲୁ ଦେଖିବା ଦେଖନ୍ତୁ ମୁଁ ଦେଖେଇବି ଏଇପଟରେ ଆପଣ ତ ଦେଖିଥିବେ ସେତେବେଳେ ଆମର ଗୋଟେ ପାଣି କଖାରୁ ଗଛ ଲାଗିଥିଲା ଛୋଟ ହେଇଥିଲା ଦେଖନ୍ତୁ ଏଇପଟରେ ଏଇଠି ପାଣି କଖାରୁ ଛୋଟ ଛୋଟ ପାଣି କଖାରୁ ହେଇଛି ଏଇଠି ହେଇଛି ଫୁଲ ବି କେତେ ଦେଇଛି ମୁଁ ଲଗେଇଥିଲି ଗତ ଏପିସୋଡ୍ ଦେଖେଇଥିଲି ଯେ ଛୋଟ ପାଣି କଖାରୁ ବର୍ତ୍ତମାନ ଦେଖନ୍ତୁ ଗୋଟେ କେଡ଼େ ବଡ଼ ପାଣି କଖାରୁ ଆଶା ପର୍ଯ୍ୟନ୍ତ କାଟିବେ ଆପଣ ଦେଖିବେ ଆଶ୍ଚର୍ଯ୍ୟ ହେଇଯିବେ ଦେଖନ୍ତୁ କେଡ଼େ ବଡ଼ ପାଣି କଖାରୁ ଡେମ୍ଫରୁ କାଟ ପୁରା ଉପରୁ ଦେଖନ୍ତୁ କେଡ଼େ ବଡ଼ ପାଣି କଖାରୁ ହେଇଛି ହେଲା ଦେଖନ୍ତୁ ଉପରେ ହଁ ବାସ୍ ଧରିବାକୁ ସୁବିଧା ହବନି ଦେଖନ୍ତୁ କେଡ଼େ ବଡ଼ ପାଣି କଖାରୁ ହେଇଛି ଆଉ ଗୋଟେ ହେଇଥିଲା ଯେ ଛୋଟଟା ହେଇଥିଲା ପୁରା ଛୋଟିଆଟା ହେଇଥିଲା ମୁଁ ଆଶା କରି ଆଉ ଟିକେ ବଢୁ ସିଏ ତାକୁ ଛୁଣ୍ଡେଇକି ନେଇକି ଆମେ ନେଇକି ଆମେ ତାକୁ ସନ୍ତୁଳା କରିଦେଲୁ ଓ ଜମିଗଲା ଆମ ଖାଇବାଟା ଏଇଟା ପୁରା ଫ୍ରେଶ୍ ଅଛି ବିଲକୁଲ ବଡ ହେଇନି ବଡ ତ ପାଣି କଖାରୁ ଜାଣିଥିବେ ପୁରା ହାତ ଲେଖା ବଡ হয় ଏଇଟା ପୁରା ନର୍ମାଲ ସାଇଜ ଅଛି ଏଇଟା ଆଜି ଆମର ଏଇଟା ସନ୍ତୁଳାଟା ଜମିଯିବ ଆଉ ମସ୍ତି ହବ ନା କଣ ଆଶା କେତେ ଖୁସି ଲଗେଇଲା ପରେ ଆମର ଥଣ୍ଡା ହେଲେ ମନ ଖୁସି ହବନି ଆଉ ଆଶା ଖୁସି ବହୁତ ଆଉ ବହୁତ ଖରା ହଉଛି ଯାହା ଏତେ ଖରାରେ ବି ଗଛଟା ବଞ୍ଚିକିରି ଦେଖନ୍ତୁ ଗଛର ମୂଳଟା କୋଉଠୁ ଯାଇଛି କୋଉଠି ହେଇଛି ଗଛଟା ଏଇଠୁ ଷ୍ଟାର୍ଟ ହେଇଛି ଦେଖନ୍ତୁ ଏଇଠୁ ଷ୍ଟାର୍ଟ ହେଇକି ତା ମୂଳ ଇଆଡେ ଯାଇଛି ଇଆଡେ ଯାଇକିରି ଏପଟକୁ ବି ଯାଇଛି ଏପଟେ ଯାଇକିରି ସେଇପଟେ ସେ ଫୁଟି ଥାଏ ମାଡ଼ିଛି ଏପଟେ ଗୋଟେ ଲାଉ ଗଛ ସେ ଲାଉ ଗଛ ଏପଟେ ଏପଟେ ଗୋଟେ ପାଣି କଖାରୁ ଦିଟା ପାଣି କଖାରୁ ଗୋଟେ ଆମେ ଜାଣି ଖାଇଛୁ କେତେ ବଢିଆ ଆଉ ଆଶା ବର୍ତ୍ତମାନ ବହୁତ ଖୁସି ଆଉ ଗତ ଥର ଦେଖିଥିଲେ କେମିତି ଲଙ୍କା ହେଇଥିଲା ଏଇ ଗଛ ଦେଖନ୍ତୁ ଛୋଟିଆ ଗଛଟା ପ୍ରଚଣ୍ଡ ଲଙ୍କା ହେଇ ଦେଖନ୍ତୁ ଲଙ୍କା କଷି ଦେଇଛି ଲଙ୍କା ଭର୍ତ୍ତି ହେଇଛି ଗୋଟେ ଗଛ କେମିତି ମେଞ୍ଚା ଲଙ୍କା ଦେଖନ୍ତୁ ହେଇ ଲଙ୍କା ଦେଖନ୍ତୁ ବହୁତ ବଢିଆ ଲଙ୍କା ହେଇଛି ଆଉ ଖୁସି କଥା ଆଶା ଲଙ୍କା ନେଇ ଆଗକୁ ନେଇ ଟେଷ୍ଟ କରିଥିଲେ ଭଲ ଲାଗୁଛି ନା ନାଇଁ ଆଉ ଏଇଟା ଗଛ ଅଛି ବଡ ଗଛଟା ସେ ତଳୁ ଉଠିଛି ଏ ଭାଡି ଦେଇକି ଉପରକୁ ଭାରି ପଳେଇ ଅଛି ଆଧରି ବଢିଆ ବଢିଆ ଲଙ୍କା ଅଛି ଏଇ କେଡ଼େ କେଡ଼େ ଲଙ୍କା ଦେଖନ୍ତୁ ଏଇ ଲଙ୍କା ଆମର ଓଡ଼ିଆ ଘର କଥା ଲଙ୍କାକୁ ଲୁଣ ହେଲେ ପଖାଳ ଭାତଟା ଉଠିଯିବ ତେଣୁ ମୋ ପୁଅର ତ ଲଙ୍କା ଫେଭରାଇଟ୍ ଆଉ ତେଣୁକରି ଲଙ୍କା ଉଠି ଯାଇଛି ମାଟି ଆଳୁ ତ ଗଛ ଲଗେଇ ଛାଁ ମାଟି ଆଳୁ ମାଟି ଆଳୁ କେଡ଼େ କେଡ଼େ ଗଛ ହେଲାଣି ମାଟି ଆଳୁ ବି ଫଳ ଆମର ହବ ଖିଆ ହବ ବର୍ତ୍ତମାନ ଆଶା ଆଜି ଖୁସି କାହିଁକି ନା ସେ ବର୍ତ୍ତମାନ ହଁ ଆସ ତାର ନେଇକିରି ବର୍ତ୍ତମାନ ଖୁସି ଆଉ ଗୋଟେ କଥା ଅଛି ମୁଁ ଦେଖାଇବି ଯେ ଆମେ ଗାଁ ସହରରେ ସାଧାରଣତଃ ସବୁ ଏଠୁ ସବୁ କିଣା କିନ୍ତୁ ଦେଖନ୍ତୁ ଗୋଟେ ଛୋଟିଆ ଜିନିଷ କରାଯାଇଛି ଲୋକମାନେ ସବୁ ଆଡେ ସାଡେ ଯାଇକି ବୁଲିକି ଆଣନ୍ତି ମୁଁ କଣ କରିଛି ନା କିଛି ଦେଖନ୍ତୁ ଦେଖେଇବି ଡାଇରେକ୍ଟ ତାପରେ କହିବି ଘାସ ଆଡେ ସାଡେ ଯାଇକି ଆଶା ଆଣୁଥିଲେ ମୁଁ କଣ କଲି ଗୋଟେ ଛୋଟିଆ ଜାଗାରେ ମାଟି କିଛି ରଖିଦେଲି ଦୁବ ଲଗେଇଦେଲି ବର୍ତ୍ତମାନ ଦୁବ ଆରାମସେ ପଡିଲା ଆମେ ଡେଲି ଠାକୁରଙ୍କୁ ଦିଆ ହଉଛି କି ସଂକ୍ରାନ୍ତିରେ ଭଲ ମନ୍ଦ ଦିନରେ ସବୁ ଏଇଠୁ ନିଆହବା କୋଉଠି ଯିବା ଦରକାର ନାହିଁ ଆଉ ଆଶା ସେଥିପାଇଁ ବହୁତ ବହୁତ ଖୁସି ଆନନ୍ଦିତ କଣ ସତ ନା ମିଛ ଦୂର ବାଟୁ କାହିଁକି ଆଣିବା ଘରେ ଟିକେ ଜାଗା ରଖିଲେ ଆପଣ ମାନେ ଛାତ ଉପରେ ଯୋଉ ବାହାର ରହୁଛନ୍ତି ଯୋଉଟା ଛୋଟିଆ ପାତ୍ର ନେବେ ମାଟି ଟିକେ ମୁଠାଏ ପକେଇ ଦୁବ ଗୋଟେ ପକେଇଦେଲେ ଦୁବ ଗଛ ହେଲା ଭଲ ଦୁବ ବାହାରୁ ଆଣିବେ କୋଉଠି ଅସନା ମସନା ହେଇତ ଭଲ ଲାଗିବନି ଏମିତି ବାହାର କଲେ ଭଲ ଲାଗିବ ଆପଣ ମାନେ ତ ଦେଖିଲେ ଯାହା ହଉ ଛୋଟ ମୋଟ ଗଛ ଗୋଟେ ଜାଗାରେ ଲଗେଇକି ଏଇ ଯୋଉ ଜିନିଷଟି ମିଳିଲା ଆଉ ଏଇ ଯୋଉ ଜିନିଷ ମିଳିଲା ବହୁତ ଖୁସି ମତେ ଲାଗିଲା ଯାହା ବି ହଉ ଆଉ ଏମିତି ଟାଇମ୍ ସ୍ପେଣ୍ଡ ବି ହେଇଯାଉଛି ଆଉ ତାଠାରୁ ବହୁତ ଉପକାରୀ ଜିନିଷ ବି ମିଳିଯାଉଛି ଯାହାକି ଯେମିତିକି ଫ୍ରେଶ୍ ଫୁଲ ଆଉ କିଛି ଫଳ ପନିପରିବା ଯାହା ବି ହେଲେ ମିଳୁଛି ସେଥିଲାଗି ମୁଁ ବହୁତ ଖୁସି ଆପଣମାନଙ୍କୁ ମୋ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ କରି ନିଶ୍ଚିତ ଜଣାଇବେ ରହୁଛି ଜୟ ଜଗନ୍ନାଥ।